ରାମ ନାରାୟଣ ରାମ। ଅନେକ ଲୋକ ଆଜ୍ଞାଚକ୍ରରେ ଅଟକି ଯାଆନ୍ତି, କିଛି ଲୋକ ସହସ୍ରାରରେ ଅଟକି ଯାଆନ୍ତି। ଯେତେବେଳେ ସହସ୍ରାରରେ ରକ୍ତ ଜମିଯିବାରୁ ଏକ ଭୟଙ୍କର ପରିସ୍ଥିତି ଉତ୍ପନ୍ନ ହୁଏ, ସେତେବେଳେ ଅଚାନକ ତାଙ୍କର ଶକ୍ତି ଆସି ସବୁକିଛି ସଫା କରିଦେଇଥାଏ। କିଛି ମଧ୍ୟ ରହିନଥାଏ। ସାଧନା ଛାଡ଼ି ଏହା ସବୁ ବୁଝିପାରିବ କିପରି? ଭାଇ ଭାଇ ଏକା ପରେ ଗୁଳି ଦିଅନ୍ତି, ତେବେ ସେମାନେ ହାତ ମଧ୍ୟ ମିଳାନ୍ତି। ବହୁତ କେନ୍ଦ୍ର ସୃଷ୍ଟି ହୋଇଛି ଯେଉଁଠାରେ କାମ ହେଉଛି। ଏମିତି ମଧ୍ୟ ଘଟେ ଯେ ମହାପୁରୁଷମାନେ ପାହାଡ଼ରେ ସାଧନା କରୁଛନ୍ତି ଏବଂ ବରଫ ପଡ଼ିବାରୁ ଗୁଫାର ମୁହଁ ଅଚାନକ ବନ୍ଦ ହୋଇଯାଏ। ସେମାନଙ୍କର ମୃତ୍ୟୁ ସମୟ ଆସିଯାଏ। ଭିତରୁ ସେମାନେ ଆୱାଜ ଦିଅନ୍ତି, ଆମକୁ ବଞ୍ଚାଅ, ଆମକୁ ସାହାଯ୍ୟ କର। ସେହି ସମୟରେ ଯାହା ପାଖରେ ଶକ୍ତି ଥାଏ ସେ ତାଙ୍କର ଶକ୍ତି ଛାଡ଼ି ଦିଅନ୍ତି, ଯାହା ସିଧାସଳଖ ଗୁଫା ପାଖରେ ପହଞ୍ଚି ବରଫକୁ ଗଳାଇ ଦିଏ। ମୁଁ ଜନ୍ମରୁ ସବୁକିଛି ସହ ଆଣିଛି, ସେଥିପାଇଁ ବହୁତ ଲୋକ ମୋତେ ଦେଖିବାକୁ ଆସନ୍ତି। ତୁମେ ଯାହାକୁ ଶିବ ବୋଲୁଛ, ସେମାନେ ନଙ୍ଗା ଦେହରେ ସାପ ବାନ୍ଧି ରଖନ୍ତି। ଏମିତି ଅନେକ ଲୋକ ଆସନ୍ତି। ଏହି ମହାପୁରୁଷମାନେ ସମସ୍ତ ସ୍ଥାନରେ ଘୂରନ୍ତି, ସବୁକିଛି ଦେଖନ୍ତି। ପ୍ରତ୍ୟେକ ଶ୍ୱାସ ସହିତ ସେମାନଙ୍କର ସମ୍ପର୍କ ଅଛି। ସେମାନେ ସାଧାରଣତଃ ରାତି 1ଟାରୁ 3ଟା ମଧ୍ୟରେ ଘୂରନ୍ତି, କିନ୍ତୁ ସେ ସମୟରେ ତୁମେ ଘୁମେଇ ରହୁଛ। ଘୂରୁଥିବା ସମୟରେ ସେମାନେ କ'ଣ ଦେଖିଲେ? ସମସ୍ତେ ଘୁମୁଛନ୍ତି, ଘର ଘର କରୁଛନ୍ତି। ତୁମେ କ'ଣ କରୁଛ? ଏକଥର ଶ୍ୱାସ ନେଉଛ, ପୁଣି ଛାଡ଼ୁଛ, ସେଥିରେ ଏକଥର ପୁଣି ହୁଗ କରୁଛ। ତାର କୌଣସି ଅର୍ଥ ନାହିଁ। ଶ୍ୱାସ ଚାଲିଗଲା, କ'ଣ ମିଳିଲା? କିଛି ନୁହେଁ। ଏହି ଗୋଟିଏ ଜିନିଷକୁ ହିଁ କରୁଛ। ଆମ ମଧ୍ୟରୁ ଅଧିକାଂଶ ଲୋକ ଏହି କାମରେ ତାଙ୍କର ସମୟ ବ୍ୟର୍ଥ କରୁଛନ୍ତି।